ସାଇର ବୁର୍ଲା ଝାମ୍ପୁରୀ କାଳିଆଙ୍କ ସହ ଜରି ଗୋଟାଇବାକୁ ଯାଇଥିଲା ବୁଢ଼ିଆ। ସେମାନେ ଦିନଯାକ ଏଇ କାମ କରନ୍ତି। ହେଲେ 4ଟା ବେଳକୁ ଯିଏ ଯୁଆଡ଼େ ଥିଲେ ବି ଧାଇଁ ପଳାଇ ଆସନ୍ତି ବସ୍ତିକୁ। ଏନ୍ଜିଓର ଦିଦି ଜଣେ ଆସି ସେମାନଙ୍କୁ ପାଠ ପଢ଼ାଉଛନ୍ତି। ଦିଦିଙ୍କ କଥା ଆଉ ତାଙ୍କ ପାଠପଢ଼ା ପିଲାମାନଙ୍କୁ ଭାରି ଭଲ ଲାଗୁଛି। ଦିଦି ବି ସେମାନଙ୍କ ଭିତରୁ ଜଣେ ହୋଇଥିବା ପରି ତାଙ୍କ ସହିତ ମିଶନ୍ତି। ସେଦିନ ବୁଢ଼ିଆ ଅନ୍ୟମନସ୍କ ଥିଲା। ଦିଦି ପଚାରିଲେ, କ'ଣ ହେଇଛି କି ତୋର? ବୁଢ଼ିଆ କହିଲା, ମୁଁ ଆଜି ରାସ୍ତା ଆଡ଼େ ଯାଇଥିବା ବେଳେ ଦେଖିଲି କେତେଜଣ ବଡ଼ ପୁଅ ଝିଅ ଚିରାଫଟା ପ୍ୟାଣ୍ଟ ସାର୍ଟ ପିନ୍ଧି ସ୍ଲୋଗାନ ଦେଉଛନ୍ତି। କ'ଣ ଗୋଟାଏ ବେଶରେ ସ୍ୱାଧୀନତା ଦରକାର ବୋଲି କହୁଛନ୍ତି ସେମାନେ। ହେଲେ ସେମାନେ ତ ଆମ ଭଳିଆ ବସ୍ତି ପିଲାଙ୍କ ପରି ଦେଖାଯାଉନଥିଲେ। ଆମର ସିନା ଅଭାବ ବୋଲି ମାଗି ଯାଚି ଚିରାଫଟା ପୋଷାକ ପିନ୍ଧୁଛୁ। ଦିଦି ଏବେ ବୁଝିଗଲେ। ହେଲେ ବୁଢ଼ିଆକୁ କେମିତି ବୁଝାଇବେ? ସେମାନେ ସିନା ପରିସ୍ଥିତିରେ ପଡ଼ି ଚିରା ପିନ୍ଧୁଛନ୍ତି। ଏବେକାର ଫ୍ୟାସନରେ କିନ୍ତୁ ଫଟା ପୋଷାକ ଅତ୍ୟାଧୁନିକ ବେଶ ଭିତରେ ଗଣାଯାଉଛି। ଏହି ଶୈଳୀର ପୋଷାକ ପିନ୍ଧା ଓ ମତ ମନ୍ତବ୍ୟକୁ ନେଇ ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଥିବାର ଅଭିଯୋଗ ଆଣିଛନ୍ତି କେତେଜଣ। ହଁ, ନିଜ ନିଜର ଚିନ୍ତାଧାରା।